ତୁମେ ଏପରି କୌଣସି ଗଛ ଜାଣିଛ ଯାହାର ପତ୍ର, ଫୁଲ, ଫଳ ଓ କାଣ୍ଡକୁ ଖାଦ୍ୟ ରୂପେ ବ୍ୟବହାର କରାଯାଇଥାଏ? ଦେଖ ପିଲାମାନେ, ଏଇଟା ଗୋଟେ ଲତା ଜାତୀୟ ଉଦ୍ଭିଦ। ଏହାର ଆମେ କ'ଣ କ'ଣ ଖାଇଥାଉ? ଦେଖ ପିଲାମାନେ, ଏହାର ପତ୍ର ଖାଇଥାଉ, ଫୁଲ ଖାଇଥାଉ ଏବଂ ଫଳ ଖାଇଥାଉ। ଦେଖ ଚିତ୍ର 1.2 ଦେଖିଲ, ଟିକୁ ଦେଖ। ଏହା କେଉଁ ଗଛ ଚିହ୍ନିବାକୁ ଚେଷ୍ଟା କର। ଗଛଟିକୁ ଚିହ୍ନି ଏହାର କେଉଁ କେଉଁ ଅଂଶକୁ ଖାଦ୍ୟ ରୂପେ ବ୍ୟବହାର କରାଯାଏ? ପିଲାମାନେ ଗଛଟି ଦେଖିଲ, ସମସ୍ତେ ଗଛଟିକୁ ଚିହ୍ନ ପିଲାମାନେ। ଏହାର ଆମେ କ'ଣ ସବୁ ଖାଇଥାଉ ସେ ବିଷୟରେ ଖାତାରେ ଲେଖିବ ଏବଂ ନିଜ ନିଜ ଭିତରେ ଆଲୋଚନା କରିକି ସେଟା ଲେଖିବ। ତୁମ ଅଞ୍ଚଳରେ ଥିବା ବିଭିନ୍ନ ଉଦ୍ଭିଦ କେଉଁ ଅଂଶ ଖାଦ୍ୟ ରୂପେ ବ୍ୟବହାର କରାଯାଏ ତାହା ଏକ ତାଲିକା କର। ଦେଖ କେମିତି କରିବ? ଦେଖ ପିଲାମାନେ, ସାରଣୀ ନମ୍ବର 1.4 ଉଦ୍ଭିଦ ଓ ତାର ବ୍ୟବହୃତ ଅଂଶ। ଦେଖ ସାରଣୀଟି ଏମିତି ତିଆରି କରିବ ପିଲାମାନେ। ଉଦ୍ଭିଦର ନାମ ଲେଖିବ, ଖାଦ୍ୟରେ ବ୍ୟବହୃତ ହେଉଥିବା ଅଂଶ ଲେଖିବ। ଦେଖ ଏଇଟା ଦେଖ, ସଜନା ଲେଖାଯାଇଛି। ସଜନାରେ କ'ଣ ଆମେ ସବୁ ଖାଇଥାଉ? ପତ୍ର, ଫୁଲ ଏବଂ ଫଳ ଖାଇଥାଉ ସଜନାର। ମୂଳାର କ'ଣ ସବୁ ଖାଇଥାଉ ଏଥିରେ ଲେଖିବ ଏବଂ କାକୁଡ଼ିର କ'ଣ ଖାଇଥାଉ ଲେଖିବ। ପିଆଜର କ'ଣ ଖାଇଥାଉ ଲେଖିବ। 1.4 ଦେଖ, ଅନ୍ୟ ଜୀବ କ'ଣ ଖାଆନ୍ତି? ଆମ ପରି ଅନ୍ୟ ଜୀବମାନେ ଖାଦ୍ୟ ଖାଇଥାନ୍ତି କି? ତୁମ ଘରେ ଗାଈ ବା ଛେଳି ଥିବେ, ସେମାନେ କ'ଣ ଖାଆନ୍ତି ପିଲାମାନେ? ଦେଖ କୁକୁର, ବିଲେଇ ଓ କୁକୁଡ଼ା ନିଶ୍ଚୟ ଦେଖିଥିବ। ସେମାନେ କ'ଣ ଖାଆନ୍ତି? ତୁମେ ଦେଖିଥିବା ଝିଅମାନଙ୍କର ନାମ ଓ ସେମାନେ କ'ଣ ଖାଆନ୍ତି ତୁମ ଖାତାରେ ତାହାର କ'ଣ କରିବ? ଏକ ସାରଣୀ ପ୍ରସ୍ତୁତ କରିକି ଲେଖିବ। ପରବର୍ତ୍ତୀ ସାରଣୀରେ ଝିଅମାନେ କେଉଁ ସବୁ ଖାଦ୍ୟ ଖାଆନ୍ତି ତୁମ ମଧ୍ୟରେ ଆଲୋଚନା କରି ସାରଣୀ 1.5ରେ ଲେଖିବ। ଚାଲ ସେ ସାରଣୀ ଆମେ 1.5ଟି ଦେଖିନେବା। ଦେଖ ଏଇଟା ହେଲା ସାରଣୀ 1.5। ଏଟା ହେଲେ ଦେଖ, ଜୀବର ନାମ ଲେଖିବ, କ'ଣ ଖାଆନ୍ତି ସେଇଟା ଲେଖିବ। ଦେଖ କୁକୁର କ'ଣ ଖାଏ? ମାଂସ, ଭାତ, ରୁଟି, ଦୁଧ ଖାଇଥାଏ। ପାରା କ'ଣ ଖାଇଥାଏ ପିଲାମାନେ? ଧାନ, ମୁଗ, ବିରି ଆଦି ଶସ୍ୟ ଖାଇଥାଏ। ସିଂହ କ'ଣ ଖାଇଥାଏ ପିଲାମାନେ? ମାଂସ ଖାଇଥାଏ। ମାଛ କ'ଣ ଖାଇଥାଏ ପିଲାମାନେ? ବୁଢ଼ିଆଣୀ କ'ଣ ଖାଇଥାଏ ପିଲାମାନେ? କାଉ କ'ଣ ଖାଇଥାଏ ପିଲାମାନେ? ପ୍ରଜାପତି, ମହୁମାଛି, ଏଇସବୁ ଏଥିରେ ତୁମେ ସଂଗ୍ରହ କରିକି ତୁମ ମା ବାପାକୁ ପଚାରିକି ଏଥିରେ ଲେଖିବ। ଦେଖ ମାଛି, ଠେକୁଆ, ମଶା କ'ଣ ସବୁ ଖାଇଥାନ୍ତି ତୁମେ ଏଥିରେ ଲେଖିବ। ସାରଣୀ 1.5 ଦେଖି କେଉଁମାନେ କେବଳ ପ୍ରାଣୀଜାତ ଖାଦ୍ୟ, କେଉଁମାନେ କେବଳ ଉଦ୍ଭିଦଜାତ ଖାଦ୍ୟ ଓ କେଉଁମାନେ ଉଭୟ ପ୍ରକାର ଖାଦ୍ୟ ଖାଆନ୍ତି ଆଲୋଚନା କରିବ ପିଲାମାନେ। ତୁମେ ଜାଣିଲ ପ୍ରତ୍ୟେକ ପ୍ରାଣୀ ଖାଦ୍ୟ ଖାଆନ୍ତି ବୋଲି। କେତେକ ଜୀବ କେବଳ ପ୍ରାଣୀ ବା ପ୍ରାଣୀଜାତ ଖାଦ୍ୟ ଖାଇଥାନ୍ତି। କେତେକ ଜୀବ କେବଳ ଉଦ୍ଭିଦ ବା ଉଦ୍ଭିଦ ଜାତୀୟ ପଦାର୍ଥ ଖାଆନ୍ତି ଏବଂ ଆଉ କେତେକ ଜୀବ ଉଭୟ ପ୍ରାଣୀ ଓ ଉଦ୍ଭିଦଜାତ ପଦାର୍ଥକୁ ଖାଇଥାନ୍ତି। ଖାଦ୍ୟ ଖାଇବାକୁ ଆଧାର କରି ପ୍ରାଣୀମାନଙ୍କୁ 3ଟି ଶ୍ରେଣୀ ବିଭକ୍ତ କରାଯାଇଥାଏ। ଯେଉଁମାନେ କେବଳ ଉଦ୍ଭିଦ ବା ଉଦ୍ଭିଦଜାତ ପଦାର୍ଥ ଖାଆନ୍ତି ସେମାନେ ଶାକାହାରୀ। ଯେଉଁମାନେ କେବଳ ଅନ୍ୟ ପ୍ରାଣୀମାନଙ୍କୁ ଖାଆନ୍ତି ସେମାନେ ହେଲେ ମାଂସାଶୀ ଏବଂ ଯେଉଁମାନେ ଉଭୟ ଉଦ୍ଭିଦ ପ୍ରାଣୀକୁ ଖାଆନ୍ତି ସେମାନେ ହେଲେ ସର୍ବାହାରୀ ଅଟନ୍ତି। ସାରଣୀ 1.6ରେ ଦିଆଯାଇଥିବା ଉଦାହରଣ ଦେଖି ପ୍ରାଣୀମାନଙ୍କ ନାମ ତାଲିକା କରିବ। ପିଲାମାନେ ଦେଖ, ଆମେ ସାରଣୀ ନମ୍ବର 1.6 ଦେଖିନେବା। ଦେଖ ଶାକାହାରୀ କେଉଁଟା? ଦେଖ ଏଇଟା ଠେକୁଆ, ମାଂସାଶୀ ହେଲା ସିଂହ ଏବଂ ସର୍ବାହାରୀ ହେଲା କୁକୁର। ଏପରି ସାରଣୀ ତିଆରି କରି ପିଲାମାନେ ଏଥିରେ ଲେଖିବ। ଠିକ ଅଛି।
ଆଉ ଗୋଟିଏ ଭିଡ଼ିଓରେ ପିଲାମାନେ ତୁମମାନଙ୍କର ପ୍ରଶ୍ନୋତ୍ତର କାର୍ଯ୍ୟଟି କରିବା।